ମହାନ୍ତ ନ୍ୟୁଜ୍ରେ ଆପଣଙ୍କୁ ସ୍ୱାଗତ। ଆଜି ମୁଁ ଆପଣଙ୍କ ପାଇଁ ନେଇ ଆସିଛି ଦେଶ ବିଦେଶର 30ଟି ତାଜା ଖବର। ଆପଣଙ୍କୁ ଅନୁରୋଧ ଭିଡ଼ିଓକୁ ସମ୍ପୂର୍ଣ୍ଣ ଦେଖିବେ ଓ ଏହାକୁ ଲାଇକ୍ କରିବା ପାଇଁ ଜମାରୁ ଭୁଲିବେ ନାହିଁ। ଏହା ଆମ ଭିଡ଼ିଓକୁ ଅନ୍ୟମାନଙ୍କ ପାଖରେ ପହଞ୍ଚାଇବା ପାଇଁ ସାହାଯ୍ୟ କରିଥାଏ। ଖବର ନମ୍ବର 1, 14 ତାରିଖରେ ଖୋଲିବ ଶ୍ରୀମନ୍ଦିରର ଭିତର ରତ୍ନଭଣ୍ଡାର। ଚଳିତ ମାସ 14 ତାରିଖରେ ଖୋଲିବ ରତ୍ନଭଣ୍ଡାର। ଏନେଇ ରତ୍ନଭଣ୍ଡାର ଯାଞ୍ଚ କମିଟି ବୈଠକରେ ନିଷ୍ପତ୍ତି ହୋଇଛି। ରତ୍ନଭଣ୍ଡାର କମିଟିର ଅଧ୍ୟକ୍ଷ ବିଶ୍ୱନାଥ ରଥ କହିଛନ୍ତି, ଯେକୌଣସି ଉପାୟରେ ହେଉନା କାହିଁକି 14 ତାରିଖରେ ରତ୍ନଭଣ୍ଡାର ଖୋଲାଯିବ। ଚାବିରେ ରତ୍ନଭଣ୍ଡାର ନ ଖୋଲିଲେ ବି ରତ୍ନଭଣ୍ଡାର ଖୋଲିବ ବୋଲି ସେ କହିଛନ୍ତି। ଖବର ନମ୍ବର 2, ନନ୍ଦନକାନନରେ ଜନ୍ତୁ ଅଦଳ ବଦଳ ପ୍ରକ୍ରିୟା। ନନ୍ଦନକାନନରେ ହେଲା ଜନ୍ତୁ ଅଦଳ ବଦଳ ପ୍ରକ୍ରିୟା। ପ୍ରାଣୀ ଉଦ୍ୟାନ ନନ୍ଦନକାନନରୁ ଗଲା ଧଳା ବାଘ, ତା ବଦଳରେ ଆସିବ କଳା ଲୋମଯୁକ୍ତ ମହାବଳ ବାଘ। ସୂଚନା ଅନୁଯାୟୀ ବିର୍ସା ବାୟୋଲୋଜିକାଲ ପାର୍କ, ରାଞ୍ଚି ଓ ପ୍ରାଣୀ ଉଦ୍ୟାନ ନନ୍ଦନକାନନ ମଧ୍ୟରେ ଜନ୍ତୁ ଅଦଳ ବଦଳ ପାଇଁ ଡିଲ୍ ହୋଇଛି। ଏହି ପ୍ରକ୍ରିୟାରେ ପ୍ରାଣୀ ଉଦ୍ୟାନର 7ଟି ପ୍ରଜାତିର 52ଟି ଜୀବଜନ୍ତୁ ଯାଇଛନ୍ତି। ତାଙ୍କ ବଦଳରେ 5ଟି ପ୍ରଜାତିର 21ଟି ଜୀବଜନ୍ତୁ ଆସିବେ। 14 ତାରିଖ ମଧ୍ୟରେ ପ୍ରାଣୀ ଉଦ୍ୟାନର ଏକ 10 ଜଣିଆ ଟିମ୍ ରାଞ୍ଚିରୁ ଏହି ଜୀବଜନ୍ତୁ ନେଇ ଆସିବେ। ଖବର ନମ୍ବର 3, ଜାମ୍ମୁ କାଶ୍ମୀର ଆକ୍ରମଣରେ ପାକ୍ ଆତଙ୍କବାଦୀ ସମ୍ପୃକ୍ତ। ସୋମବାର ଦିନ ଜାମ୍ମୁ କାଶ୍ମୀରର କାଥୁଆରେ ସେନାଗାଡ଼ି ଉପରେ ହୋଇଥିବା ଆତଙ୍କବାଦୀଙ୍କ ଆକ୍ରମଣରେ ପାକିସ୍ତାନ ସମ୍ପୃକ୍ତ ଥିବା ଜଣାପଡ଼ିଛି। ପାକ୍ ଆତଙ୍କବାଦୀମାନେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରି ଘଟାଇଥିବା ଏହି ଆକ୍ରମଣରେ ଅନେକ ଆହତ ହୋଇଛନ୍ତି। ଆତଙ୍କବାଦୀମାନେ ଯୋଜନାବଦ୍ଧ ଭାବେ ଏହି ଆକ୍ରମଣ କରିଥିବା ସୂଚନା ରହିଛି। ଖବର ନମ୍ବର 4, ଆସାମ ପ୍ରଳୟଙ୍କାରୀ ବନ୍ୟାରେ 137 ବନ୍ୟଜନ୍ତୁଙ୍କ ସହ 72 ଜଣଙ୍କର ମୃତ୍ୟୁ। ସାରା ଦେଶରେ ମୌସୁମୀ ବର୍ଷା ଜାରି ରହିଛି। ଆସାମରେ ବନ୍ୟା ପରିସ୍ଥିତି ଭୟଙ୍କର ରୂପ ନେଇଛି। ବ୍ରହ୍ମପୁତ୍ର ଏବଂ ଏହାର ଉପନଦୀ ଗୁଡ଼ିକ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଏହି ପ୍ରଳୟଙ୍କାରୀ ବନ୍ୟାରେ 137 ବନ୍ୟଜନ୍ତୁଙ୍କ ମୃତ୍ୟୁ ହୋଇଥିବା ବେଳେ କାଜିରଙ୍ଗା ନ୍ୟାସନାଲ ପାର୍କରୁ 99 ବନ୍ୟଜନ୍ତୁଙ୍କୁ ଉଦ୍ଧାର କରାଯାଇଛି। ସେହିପରି 28 ଜିଲ୍ଲାର 27.74 ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ବେଳେ ଏଯାବତ୍ 72 ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଖବର ନମ୍ବର 5, ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏଡ୍ସ ଆତଙ୍କ। ତ୍ରିପୁରାର ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଏଡ୍ସ ରୋଗ ହେବାର ଗୁରୁତର ମାମଲା ସାମ୍ନାକୁ ଆସିଛି। ତ୍ରିପୁରା ରାଜ୍ୟ ଏଡ୍ସ ନିମନ୍ତ୍ରଣ ସୋସାଇଟିର ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁସାରେ ତ୍ରିପୁରାରେ HIV-ରେ 47 ଲୋକଙ୍କ ମୃତ୍ୟୁ ହୋଇସାରିଛି ଏବଂ 828 ଜଣ ଛାତ୍ର HIV ପଜିଟିଭ୍ ଥିବା ଜଣାପଡ଼ିଛି। HIVର ଏହି ତଥ୍ୟକୁ ନେଇ TSSESର ଅଧିକାରୀ କହିଛନ୍ତି କି ଆମେ ଏବେ ସୁଦ୍ଧା 828 ଜଣ ଛାତ୍ରଛାତ୍ରୀଙ୍କୁ HIV ପଜିଟିଭ୍ରେ ରେଜିଷ୍ଟର କରିଛୁ। ଏଥିରୁ 572 ଜଣ ଛାତ୍ରଛାତ୍ରୀ ଏବେ ବି ଜୀବିତ ଅଛନ୍ତି ଏବଂ ଏହି ବିପଦଜନକ ସଂକ୍ରମଣ କାରଣରୁ 47 ଜଣ ଲୋକ ନିଜର ଜୀବନ ହରାଇ ସାରିଛନ୍ତି। ଖବର ନମ୍ବର 6, ମୁଖ୍ୟମନ୍ତ୍ରୀଙ୍କ ଗାଡ଼ିକୁ ଅଟକାଇଲେ ମହିଳା। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କାରକେଡ୍ ଅଟକାଇ ଦେଲେ ମହିଳା। ସୂଚନା ଅନୁସାରେ ଏଭଳି ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱରର ରସୁଲଗଡ଼ ଛକରେ। ମହିଳା ଜଣକ ଆସି ମୁଖ୍ୟମନ୍ତ୍ରୀଙ୍କ କାର୍ ସାମ୍ନାରେ ଠିଆ ହୋଇ ରହିବାରୁ କିଛି ସମୟ ପାଇଁ କାରକେଡ୍ ଅଟକି ରହିଥିଲା। ଏହାପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମହିଳାଙ୍କୁ ଉଠାଇ ନେଇଛି। ତେବେ ମହିଳା ଜଣକ କିଏ ଏବଂ ମୁଖ୍ୟମନ୍ତ୍ରୀଙ୍କ ଗାଡ଼ିକୁ କାହିଁକି ଅଟକାଇଲେ ତାହା ସ୍ପଷ୍ଟ ଜଣାପଡ଼ିନାହିଁ। ମହିଳା ଜଣକ କାହିଁକି ଏଭଳି ଆଚରଣ କଲେ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ। ଏନେଇ ଘଟଣାକୁ ଅଧିକ ତଦନ୍ତ କରୁଛି ପୋଲିସ। ଖବର ନମ୍ବର 7, PM ମୋଦିଙ୍କୁ ମିଳିଲା ରୁଷର ସର୍ବୋଚ୍ଚ ନାଗରିକ ସମ୍ମାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିଲା ରୁଷର ସର୍ବୋଚ୍ଚ ନାଗରିକ ସମ୍ମାନ। ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କଲେ ରୁଷ ରାଷ୍ଟ୍ରପତି ପୁଟିନ। ସର୍ବୋଚ୍ଚ ନାଗରିକ ସମ୍ମାନ ଦା ଅର୍ଡର ଅଫ୍ ସେଣ୍ଟ ଆଣ୍ଡ୍ରିଉ ଦା ଆପୋଷ୍ଟେଲ ସମ୍ମାନିତ ହେଲେ PM ମୋଦି। ଖବର ନମ୍ବର 8, 11ରୁ ପୁଣି ବଢ଼ିବ ବର୍ଷାର ପ୍ରଭାବ। ବୁଡ଼ିବ ଅଧା ଓଡ଼ିଶା। ଓଡ଼ିଶାରେ ସକ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଫଳରେ ରାଜ୍ୟର କିଛି କିଛି ସ୍ଥାନରେ ଲାଗି ରହିଛି ବର୍ଷା ପବନ। ଗତ 2 ଦିନ ହେବ ପାଗ ଶୁଖିଲା ଥିବାବେଳେ ଆସନ୍ତାକାଲିଠୁ ପୁଣି ବର୍ଷାର ପରିମାଣ ବଢ଼ିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। ଆସନ୍ତା 5 ଦିନ ଯାଏଁ ରାଜ୍ୟର ଅଧିକାଂଶ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି। ଖବର ନମ୍ବର 9, କୋହଲିଙ୍କ ପବ୍ ଉପରେ ବେଙ୍ଗାଲୁରୁ ପୋଲିସର ଆକ୍ସନ। ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କୁ ନେଇ ଆସିଛି ବଡ଼ ଖବର।
କୋହଲିଙ୍କର ମାଲିକାନାରେ ଥିବା ଏକ ପବ୍ ଉପରେ ପୋଲିସର କାର୍ଯ୍ୟାନୁଷ୍ଠାନ। ବେଙ୍ଗାଲୁରୁର ଏମ୍ଜି ରୋଡରେ ରହିଥିବା କୋହଲିଙ୍କର 18 କମ୍ୟୁନ୍ ପବ୍ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲା ରହିଥିଲା। ତେଣୁ ପୋଲିସ ଏହି ପବ୍ ସମେତ ଅନ୍ୟ ପବ୍ ଉପରେ ମଧ୍ୟ ମାମଲା ରୁଜୁ କରିଥିବା ଜଣାପଡ଼ିଛି। ଖବର ନମ୍ବର 10। ଓଡ଼ିଶାରେ ହେବ ଅଧିକ ଦୁଗ୍ଧ ଉତ୍ପାଦନ। ରାଜ୍ୟରେ ଗୋପାଳନ ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ବଡ଼ ଯୋଜନା। ଅଧିକ ଦୁଗ୍ଧ ଉତ୍ପାଦନ ପାଇଁ ଯୋଜନା କରୁଛନ୍ତି ରାଜ୍ୟ ସରକାର। ଚାଷୀଙ୍କୁ ଗୋପାଳନ ଦିଗରେ ପ୍ରୋତ୍ସାହନ ରାଶି ବୃଦ୍ଧି ସହ ଦେଶୀ ଗାଈ ରଖିବା ପାଇଁ ମଧ୍ୟ ସରକାର ପ୍ରୋତ୍ସାହନ ଦେଉଥିବା କହିଛନ୍ତି ମତ୍ସ୍ୟ ଏବଂ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ଦୁଗ୍ଧ ଉତ୍ପାଦନ 2000 ଟନ୍ରୁ 5000 ଟନ୍କୁ ବୃଦ୍ଧି କରିବା ପାଇଁ ସରକାର ପ୍ରୟାସ କରୁଛନ୍ତି। ଚାଷୀଙ୍କୁ ସବସିଡି ମାଧ୍ୟମରେ 2ଟିରୁ ଅଧିକ ଗାଈ ଯୋଗାଇ ଦେବେ ସରକାର। ଏହାଦ୍ୱାରା ମହିଳା ଏବଂ ଯୁବକମାନେ ଆତ୍ମନିର୍ଭର ଓ ସ୍ୱାବଲମ୍ବୀ ହୋଇପାରିବେ। ଗାଈ ଅଧିକ ଦୁଗ୍ଧ ଦେବା ପାଇଁ ଘାସ ଚାଷ ବା ଫିଡର ଉପରେ ଗୁରୁତ୍ୱ ଦିଆଯାଉଛି। ଏଥିସହ ଗ୍ରାମାଞ୍ଚଳରେ ଓମ୍ଫେଡ୍ ପାର୍ଲର ଖୋଲିବା ପାଇଁ ସରକାର ବ୍ୟବସ୍ଥା କରୁଛନ୍ତି। ଖବର ନମ୍ବର 11। ଗମ୍ଭୀର ହେଲେ ମୁଖ୍ୟ କୋଚ୍। ଗୌତମ ଗମ୍ଭୀର ହେଲେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍। ବିସିସିଆଇ ସମ୍ପାଦକ ଜୟ ଶାହ ଗତକାଲି ଏହି ଘୋଷଣା କରିଛନ୍ତି। ଖବର ନମ୍ବର 12। ବାରିପଦା ଶ୍ରୀ ଗୁଣ୍ଡିଚା ମନ୍ଦିର ଆଗରେ ଲାଗିଲା 3 ରଥ। ମୟୂରଭଞ୍ଜ ଜିଲ୍ଲା ବାରିପଦାରେ ଶ୍ରୀ ଗୁଣ୍ଡିଚା ଯାତ୍ରାର ତୃତୀୟ ଦିନରେ ଶ୍ରୀ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲାଗିଲା 3 ରଥ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିବା ପରେ ରଥଟଣା କାର୍ଯ୍ୟ ଶେଷ ହୋଇଛି। ସୋମବାର ଦିନ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଶ୍ରୀ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିବା ପରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥର ଦଉଡ଼ିକୁ ଟାଣିଥିଲେ ମହିଳା ଭକ୍ତ। ଦେବଦଳନ ରଥ ବାରିପଦା ଟାଉନ ଥାନା ସମ୍ମୁଖରେ ରଖିଥିଲେ। ମଙ୍ଗଳବାର ଅପରାହ୍ନ 4ଟା ସମୟରେ ଦେବୀ ସୁଭଦ୍ରାଙ୍କ ରଥଟଣା କାର୍ଯ୍ୟ ପୁଣି ଆରମ୍ଭ ହୋଇଥିଲା। ଏହାପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା। ବାରିପଦାର ବଡ଼ଦାଣ୍ଡରେ ରଥରେ ବିଜେ ହୋଇ ଶ୍ରୀ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାଇଥିଲେ ମହାପ୍ରଭୁ। ଖବର ନମ୍ବର 13। ଇତିହାସ ରଚିଲେ ବୁମ୍ରା ଓ ସ୍ମୃତି। ପ୍ରଥମ ଭାରତୀୟ ଯୋଡ଼ି ଭାବେ ଜିତିଲେ ଆଇସିସିର ଏହି ମାନ୍ୟତା। ଇତିହାସ ରଚିଲେ ଉଭୟ ମହିଳା ଓ ପୁରୁଷ ଭାରତୀୟ କ୍ରିକେଟର। ଟିମ୍ ଇଣ୍ଡିଆର ଷ୍ଟାର ବୋଲର ଯଶପ୍ରୀତ ବୁମ୍ରା ଏବଂ ମହିଳା ଟିମ୍ର ଷ୍ଟାର ବ୍ୟାଟ୍ସମ୍ୟାନ୍ ସ୍ମୃତି ମାନ୍ଦନା ଇତିହାସ ରଚିଛନ୍ତି। ଉଭୟଙ୍କୁ ଆଇସିସି ପକ୍ଷରୁ ଜୁନ୍ ମାସର ପ୍ଲେୟର ଅଫ୍ ଦ ମନ୍ଥ ପୁରସ୍କାରରେ ସମ୍ମାନିତ କରାଯାଇଛି। ଖବର ନମ୍ବର 14। ବାହାନଗାରେ ପୁଣି ଟ୍ରେନ୍ ଅଘଟଣ ଧକ୍କା ଦେଲା ପୁରୀ ହାଉଡ଼ା ଏକ୍ସପ୍ରେସ୍। ବାହାନଗାରେ ପୁଣି ଅଭାବନୀୟ ଘଟଣା। ଟ୍ରେନ୍ ଧକ୍କାରେ ଚାଲିଗଲା ଜୀବନ। ପୁରୀ ହାଉଡ଼ା ଏକ୍ସପ୍ରେସ୍ ନେଇଛି ଜୀବନ। ବାଲେଶ୍ୱର ଜିଲ୍ଲା ବାହାନଗା ଷ୍ଟେସନ ନିକଟରେ ହୋଇଥିବା ଭୟାବହ ଟ୍ରେନ୍ ଦୁର୍ଘଟଣା ଖବର ମନରୁ ନ ଲିଭୁଣୁ ପୁଣି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ବାହାନଗା ଷ୍ଟେସନ ଦାଣ୍ଡହରିପୁର ନିକଟରେ ଟ୍ରେନ୍ ଧକ୍କା ନେଇଛି 2 ଯୁବକଙ୍କ ଜୀବନ। ମିଳିଥିବା ସୂଚନା ଅନୁସାରେ ମଙ୍ଗଳବାର ସକାଳୁ ଟ୍ରେନ୍ ଟ୍ରାକ୍ରେ 2ଟି ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ବାଲେଶ୍ୱର ପୁରୀ ହାଉଡ଼ା ଏକ୍ସପ୍ରେସ୍ ଟ୍ରେନ୍ 2 ଯୁବକଙ୍କୁ ଧକ୍କା ଦେବା ଫଳରେ 2 ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ବାହାନଗା ଷ୍ଟେସନ ଦାଣ୍ଡହରିପୁର ସ୍ଥିତ ରେଳ ଫାଟକ ନିକଟରେ 2 ଯୁବକଙ୍କ ମୃତଦେହ ଖଣ୍ଡ ବିଖଣ୍ଡିତ ହୋଇ ରେଲୱେ ଲାଇନ୍ରେ ପଡ଼ି ରହିଥିଲା। ସ୍ଥାନୀୟ କିଛି ଲୋକେ ଏହା ଦେଖି ତୁରନ୍ତ ରେଲୱେ ପୋଲିସକୁ ଫୋନ୍ କରିଥିଲେ। ଖବର ନମ୍ବର 15। ମୋଦିଙ୍କ କଥା ମାନି ପୁଟିନ ନେଲେ ବଡ଼ ନିଷ୍ପତ୍ତି। ରାଷ୍ଟ୍ରପତି ପୁଟିନଙ୍କ ନିମନ୍ତ୍ରଣରେ ପ୍ରଧାନମନ୍ତ୍ରୀ ମୋଦି ମସ୍କୋ ଯାଇଛନ୍ତି। ଉଭୟ ନେତାଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି। ଏହି କ୍ରମରେ ରୁଷିଆ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ପୁଟିନଙ୍କ ସହ ରୁଷିଆ ସେନାରେ କାର୍ଯ୍ୟ କରୁଥିବା ଭାରତୀୟଙ୍କ ଦେଶକୁ ପ୍ରତ୍ୟାବର୍ତ୍ତନ ପ୍ରସଙ୍ଗ ଉଠାଇଛନ୍ତି। ଏହାପରେ ରାଷ୍ଟ୍ରପତି ପୁଟିନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରତିଶ୍ରୁତି ଦେଇ କହିଛନ୍ତି ଭାରତୀୟମାନେ ଶୀଘ୍ର ଦେଶକୁ ଫେରିବେ। ରୁଷିଆର ସେନା ସହିତ ଭାରତୀୟ ନାଗରିକମାନେ ୟୁକ୍ରେନ ବିରୋଧରେ ଲଢ଼ିବାକୁ ବାଧ୍ୟ ହେଉଛନ୍ତି। ସୁରକ୍ଷା ସହାୟକ ଭାବେ କାମ କରିବା ପାଇଁ ଭାରତୀୟମାନଙ୍କୁ ପ୍ରତାରଣା କରି ସୀମାକୁ ପଠାଯାଉଛି। ନଭେମ୍ବର 2023ରୁ ପ୍ରାୟ 18 ଜଣ ଭାରତୀୟ ରୁଷିଆ ୟୁକ୍ରେନ ସୀମାରେ ଫସି ରହିଛନ୍ତି। ଏହି ସମୟ ମଧ୍ୟରେ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି। ଖବର ନମ୍ବର 16। ଋତୁସ୍ରାବ ଛୁଟି ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ। ଋତୁସ୍ରାବ ପାଇଁ ମହିଳାଙ୍କୁ ଛୁଟି ଦେବା ପ୍ରସଙ୍ଗ କୋର୍ଟଙ୍କ ଅଧୀନରେ ନୁହେଁ। ଏହା ହେଉଛି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନୀତି ନିୟମର କଥା। ଏଥିରେ କୋର୍ଟ କିଛି କରିବାର ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ମାସିକ ଋତୁସ୍ରାବ ସମୟରେ ମହିଳାମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା ଦର୍ଶାଇ ସୌମ୍ୟତନିକ ଛୁଟି ଦେବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟରେ ପିଆଇଏଲ୍ ଦାଖଲ ହୋଇଥିଲା। ଖବର ନମ୍ବର 17। କର୍ଣ୍ଣାଟକରେ 15 ମାସରେ ଆତ୍ମହତ୍ୟା କରିଛନ୍ତି 1182 ଚାଷୀ।
ଚାଷୀଙ୍କ ପାଇଁ ମାଳ ଯୋଜନା, ଚାଷୀଙ୍କୁ ନେଇ ରାଜନୀତି ବି ଚାଲିଛି। ଏହାରି ମଧ୍ୟରେ ଚାଷୀ ଆତ୍ମହତ୍ୟାକୁ ନେଇ କର୍ଣ୍ଣାଟକ ସରକାରଙ୍କ ତଥ୍ୟ ଚିନ୍ତା ବଢ଼ାଇ ଦେଇଛି। କର୍ଣ୍ଣାଟକରେ ଗତ 15 ମାସରେ 1182 ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି। ରାଜ୍ୟର ରାଜସ୍ୱ ବିଭାଗ ତଥ୍ୟରୁ ଏହା ସାମ୍ନାକୁ ଆସିଛି। ଚାଷୀଙ୍କ ଆତ୍ମହତ୍ୟା ପଛରେ ମରୁଡ଼ି, ଫସଲ ନଷ୍ଟ ଏବଂ ଅତ୍ୟଧିକ ଋଣ ପ୍ରମୁଖ କାରଣ ବୋଲି ବିଭାଗ ନିଜ ରିପୋର୍ଟରେ ଦର୍ଶାଇଛି। ଖବର ନମ୍ବର 18 ଶ୍ରୀକ୍ଷେତ୍ର ବଡ଼କ୍ଷେତ୍ରରେ ଆଡ଼ପ ପହଣ୍ଡି ବେଳେ ଖସି ପଡ଼ିଲେ ଠାକୁର ବଳଭଦ୍ର। ଶ୍ରୀକ୍ଷେତ୍ରରେ ଆଡ଼ପ ପହଣ୍ଡି ବେଳେ ଖସି ପଡ଼ିଲେ ବଡ଼ ଠାକୁର ବଳଭଦ୍ର। ପହଣ୍ଡିରେ ସାମିଲ ହୋଇଥିବା କେତେକ ସେବାୟତ ଆହତ ହୋଇଛି। ସେମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ପ୍ରାଥମିକ ସୂଚନା ମୁତାବକ 5 ଜଣ ସେବାୟତ ଆହତ ହୋଇଛନ୍ତି ବୋଲି ସୂଚନା ମିଳିଛି। ଏହି ସଂଖ୍ୟା ବଢ଼ିପାରେ। ଖବର ନମ୍ବର 19 4 ଲକ୍ଷ ବ୍ୟବସାୟିକ ଗାଡ଼ିର ଫିଟନେସ୍ ନାହିଁ। ବିନା ଇନ୍ସୁରାନ୍ସରେ ଚାଲୁଛି 40 ଲକ୍ଷ ଗାଡ଼ି। ରାଜ୍ୟରେ ପ୍ରାୟ 4 ଲକ୍ଷ ବ୍ୟବସାୟିକ ଗାଡ଼ିର ଫିଟନେସ୍ ନାହିଁ। ବିନା ଫିଟନେସ୍ରେ ଏହିସବୁ ଗାଡ଼ି ରାସ୍ତାରେ ଗଡ଼ୁଛି। କେବଳ ସେତିକି ନୁହେଁ, 40 ଲକ୍ଷ ଗାଡ଼ି ବିନା ଇନ୍ସୁରାନ୍ସରେ ଗଡ଼ୁଛନ୍ତି। ରାସ୍ତାରେ ଅନବରତ ଚାଲୁଥିବା ଏଭଳି ଗାଡ଼ି ଜନସାଧାରଣଙ୍କ ପାଇଁ ବିପଦ ସୃଷ୍ଟି କରୁଛି। ଏହି ସବୁ ଗାଡ଼ି ଅନେକ ସମୟରେ ଦୁର୍ଘଟଣା ଘଟାଉଥିବା ବେଳେ ପ୍ରଶାସନିକ ସ୍ତରରେ ନୀରବତା ସମସ୍ୟାକୁ ଅଧିକ ଗୁରୁତର କରିଛି। ବିଶେଷ କରି ସ୍କୁଲ ଛାତ୍ରଛାତ୍ରୀଙ୍କୁ ପରିବହନ କରୁଥିବା ଗାଡ଼ି ମଧ୍ୟରେ ଅଧିକାଂଶ ଗାଡ଼ିର ଫିଟନେସ୍ ଇନ୍ସୁରାନ୍ସ ନଥିବା ଜଣାଯାଇଛି। ଖବର ନମ୍ବର 20 ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତକୁ ଓଡ଼ିଶାରୁ ପ୍ରତିନିଧିତ୍ୱ କରିଥିବା 2 କ୍ରୀଡ଼ାବିତଙ୍କୁ 15 ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ଘୋଷଣା। ଆଗାମୀ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିବାକୁ ଯୋଗ୍ୟତା ଅର୍ଜନ କରିଥିବା ଓଡ଼ିଶାର 2 ଯୁବ ତାରକା କିଶୋର ଜେନା ଏବଂ ଅମିତ ରେହି ଦାସଙ୍କୁ ଲକ୍ଷ୍ୟ ସାଧନା ଦିଗରେ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 15 ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ଘୋଷଣା କରିଛନ୍ତି। ଏହା ସେମାନଙ୍କୁ ଉତ୍କୃଷ୍ଟ ଖେଳ ପ୍ରଦର୍ଶନ କରି ଦେଶ ପାଇଁ ଗୌରବ ଆଣିବା ନିମନ୍ତେ ପ୍ରେରଣା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଶାବ୍ୟକ୍ତ କରିଛନ୍ତି। ଖବର ନମ୍ବର 21 କିଡନୀ ରାକେଟର ବଡ଼ ପର୍ଦ୍ଦାଫାଶ। ନାମୀ ହସ୍ପିଟାଲର ମହିଳା ଡାକ୍ତର ଗିରଫ। କାହାର ଅସହାୟତାର ଫାଇଦା ଏପରି ବି ନିଆଯାଏ କେହି କଳ୍ପନା ମଧ୍ୟ କରିପାରିବେ ନାହିଁ। ଦିଲ୍ଲୀର କିଡନୀ ରାକେଟ ମାମଲାରେ ଏକ ବଡ଼ ଖୁଲାସା ହୋଇଛି। ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚ ଦ୍ୱାରା ପ୍ରକାଶିତ କିଡନୀ ଟ୍ରାନ୍ସପ୍ଲାଣ୍ଟ ରାକେଟର ଆପୋଲୋ ହସ୍ପିଟାଲର ଜଣେ ବରିଷ୍ଠ ମହିଳା ଡାକ୍ତରଙ୍କ ସମେତ 7 ଜଣଙ୍କୁ ଗିରଫ କରାଯାଇଛି। ଏହି ରାକେଟର ଜଡ଼ିତ ଥିବା ଲୋକଙ୍କର ବାଂଲାଦେଶ ସହିତ ଲିଙ୍କ ଥିଲା, ଯେଉଁମାନେ ବାଂଲାଦେଶରୁ ଡୋନର ଆଣିଥିଲେ ଏବଂ ରିସିଭର ମଧ୍ୟ ବାଂଲାଦେଶର ଥିଲେ। ଅଭିଯୁକ୍ତମାନେ 2019 ଠାରୁ ଏହି ରାକେଟ ଚଲାଉଥିଲେ ଏବଂ 2021ରୁ 2023 ମଧ୍ୟରେ ପ୍ରାୟ 15ଟି ଟ୍ରାନ୍ସପ୍ଲାଣ୍ଟ କରିଥିଲେ। କିନ୍ତୁ କ୍ରାଇମବ୍ରାଞ୍ଚ ଏହି ରାକେଟର ସୂଚନା ପାଇଥିଲା ଏବଂ ତଦନ୍ତ ଆରମ୍ଭ କରିଥିଲା, ଯାହା ବର୍ତ୍ତମାନ ସଫଳ ହୋଇଛି। ଖବର ନମ୍ବର 22 ରତ୍ନଭଣ୍ଡାର ଖୋଲିବା ସମୟରେ ଦର୍ଶନ ବନ୍ଦ ହେବ ନାହିଁ। ଆଗାମୀ 14 ତାରିଖରେ ଶ୍ରୀମନ୍ଦିର ଭିତର ଭଣ୍ଡାର ଖୋଲିବାକୁ ଏକ ସମ୍ପର୍କିତ କମିଟି ପ୍ରସ୍ତୁତ ହେଉଥିବା ବେଳେ ଭକ୍ତଙ୍କ ଦର୍ଶନ ବନ୍ଦ ହେବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ। କହିଛନ୍ତି ହୁଏତ ଭକ୍ତଙ୍କୁ ସାମାନ୍ୟ ଦୂରରୁ ଦର୍ଶନ କରିବାକୁ ପଡ଼ିପାରେ। ଖବର ନମ୍ବର 23 ଚାମ୍ପିୟନ୍ ଟ୍ରଫି ପାଇଁ ଅବସରର ୟୁଟର୍ନ ନେବାକୁ ୱାର୍ଣ୍ଣର ପ୍ରସ୍ତୁତ। ଅଷ୍ଟ୍ରେଲିଆର ଷ୍ଟାର ଓପନର ଡେଭିଡ୍ ୱାର୍ଣ୍ଣର ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଆସନ୍ତା ବର୍ଷ ହେବାକୁ ଥିବା ଚାମ୍ପିୟନ୍ ଟ୍ରଫିରେ ସେ ଏବେ ଖେଳିବା ନେଇ ଆଗ୍ରହ ପ୍ରକାଶ କରିଛନ୍ତି। ସୋସିଆଲ ମିଡ଼ିଆରେ ସେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯଦି କ୍ରିକେଟ ଅଷ୍ଟ୍ରେଲିଆ ମୋତେ ଦଳରେ ଚୟନ କରେ ତେବେ ମୁଁ ଏଥିପାଇଁ ଅବସର ନିଷ୍ପତ୍ତିରୁ ଓହରି ଯାଇପାରେ। ଖବର ନମ୍ବର 24 ଦେଶରେ ବଢ଼ୁଛି ଜିକା ସଂକ୍ରମଣ ମାମଲା। ଦେଶରେ ବଢ଼ୁଛି ଜିକା ଭାଇରସ ସଂକ୍ରମଣ ମାମଲା। ପ୍ରଥମେ ଏହି ମାମଲା ଓଗାଣ୍ଡାରେ 1947ରେ ଚିହ୍ନଟ ହୋଇଥିଲା, ଯାହା ଏବେ ଭାରତରେ ନିଜ କାୟା ବିସ୍ତାର କରିବାରେ ଲାଗିଛି। ମହାରାଷ୍ଟ୍ରରେ ଜିକା ଭାଇରସ ଚିହ୍ନଟ ହେବା ପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ବୁଧବାର ସମସ୍ତ ରାଜ୍ୟକୁ ଆଡଭାଇଜାରି ଜାରି କରିଛି। ଆସନ୍ତୁ ଜାଣିବା ଜିକା ଭାଇରସର ଲକ୍ଷଣ କ'ଣ। ଜିକା ଭାଇରସ ଅତି ସାଧାରଣ ଅଟେ। ଏଥିମଧ୍ୟରେ ଶରୀରରେ ଲାଲ ରଙ୍ଗର ଦାଗ, ଜ୍ୱର, ମାଂସପେଶୀ ଏବଂ ଗଣ୍ଠିରେ ଯନ୍ତ୍ରଣା ଏବଂ ମୁଣ୍ଡବିନ୍ଧା ପରି ଲକ୍ଷଣ ଦେଖିବାକୁ ମିଳିଥାଏ। ଏହି ଭାଇରସ ମସ୍ତିଷ୍କ, ଆଖି, ଯକୃତ ଏବଂ ହୃଦୟକୁ ପ୍ରଭାବିତ କରିଥାଏ। ଏହି ଭାଇରସ ଯୋଗୁଁ ଶରୀରରେ ବ୍ୟାପକ କ୍ଷତି ହୋଇଥାଏ। WHO ସୂଚନା ଅନୁସାରେ ଜିକା ଭାଇରସ ଏଡିସ୍ ମଶା କାମୁଡ଼ିବା ଦ୍ୱାରା ହୋଇଥାଏ। ଏହି ଭାଇରସ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ଏବଂ ପ୍ଲେସେମେଣ୍ଟାଲ କୋଷ ସମେତ ବିଭିନ୍ନ କୋଷକୁ ନଷ୍ଟ କରିଥାଏ। ଏହି ସଂକ୍ରମଣ ଶୀଘ୍ର ବୃଦ୍ଧି ଘଟିଥାଏ।
ଖବର ନମ୍ବର 25 ନିଟ୍ ପେପର ଲିକ୍ ମାମଲା ଗିରଫ ହେଲେ ଆଉ 2 ଜଣ। ନିଟ୍ ପେପର ଲିକ୍ ମାମଲାରେ ଆକ୍ସନ ମୋଡରେ ସିବିଆଇ। ନିଟ୍ ୟୁଜି ପେପର ଲିକ୍ ମାମଲାରେ ବିହାରର ଆଉ 2 ଜଣଙ୍କୁ ଗିରଫ କରିଛି ସିବିଆଇ। ଏହି ମାମଲାରେ ଏପର୍ଯ୍ୟନ୍ତ 11 ଜଣଙ୍କୁ ଗିରଫ କରାଯାଇଛି। ସିବିଆଇ ନାଳନ୍ଦା ଓ ଗୟାରୁ ସନ୍ନି କୁମାର ଓ ରଞ୍ଜିତ ନାମକ 2 ଅଭିଯୁକ୍ତଙ୍କୁ ଗିରଫ କରିଛି। ସନ୍ନି ପ୍ରାର୍ଥୀ ହୋଇଥିବା ବେଳେ ରଞ୍ଜିତ ଅନ୍ୟ ଜଣେ ପରୀକ୍ଷାର୍ଥୀଙ୍କ ପିତା। ଦୁହେଁ ପ୍ରଶ୍ନପତ୍ର ଲିକ୍ କରିବାରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି। ଖବର ନମ୍ବର 26 ଓଡ଼ିଶାରେ ଲାଗୁ ହେଲା ପିଏମ୍ ଶ୍ରୀ ସ୍କୁଲ। ଓଡ଼ିଶାରେ ପିଏମ୍ ଶ୍ରୀ ଯୋଜନା ବା ପ୍ରଧାନମନ୍ତ୍ରୀ ସ୍କୁଲ ଫର୍ ରାଇଜିଂ ଇଣ୍ଡିଆ କାର୍ଯ୍ୟକାରୀ ହେବ। ଆଜି ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟର ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ଏବଂ ଓଡ଼ିଶା ରାଜ୍ୟ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ପିଏମ୍ ଶ୍ରୀ ସ୍କୁଲଗୁଡ଼ିକ ଉତ୍ସାହ ଭରା ପରିବେଶରେ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ସହ ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ ଶିକ୍ଷା ପ୍ରଦାନ କରିବ। ଏହି ସ୍କୁଲଗୁଡ଼ିକ କେବଳ ଜ୍ଞାନର ବିକାଶ ଉପରେ ଗୁରୁତ୍ୱ ଦେବ ନାହିଁ, ବରଂ ଏକବିଂଶ ଶତାବ୍ଦୀର ପ୍ରମୁଖ ଦକ୍ଷତା ସହିତ ସମାର୍ଗିକ ବ୍ୟକ୍ତି ସୃଷ୍ଟି କରିବା ଦିଗରେ ସହାୟକ ହେବ। ପିଏମ୍ ଶ୍ରୀ ସ୍କୁଲରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ଯତ୍ନ ନିଆଯିବା ସହ ସେମାନଙ୍କ ପାଠପଢ଼ା ପାଇଁ ଉତ୍ତମ ଭିତ୍ତିଭୂମି ଏବଂ ଉପଯୁକ୍ତ ସମ୍ବଳ ସହିତ ଅନେକ ଅଭିଜ୍ଞତା ଆଧାରିତ ଶିକ୍ଷା ପ୍ରଦାନ କରାଯିବ। ପିଏମ୍ ଶ୍ରୀ ସ୍କୁଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରାଥମିକତାରେ ରହିଛି। ଜାତୀୟ ଶିକ୍ଷା ନୀତିର କଳ୍ପନାକୁ କାର୍ଯ୍ୟକାରୀ କରିବା ଦିଗରେ ପିଏମ୍ ଶ୍ରୀ ସ୍କୁଲ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ, ଯାହା ଭାରତକୁ ଜ୍ଞାନଭିତ୍ତିକ ସମାଜରେ ପରିଣତ କରିବ। ଏହି ସ୍କୁଲ ଅତ୍ୟାଧୁନିକ ଓ ସାମାର୍ଗିକ ପଦ୍ଧତିରେ ଶିକ୍ଷାଦାନ ପ୍ରଦାନ କରିବ। ନବସୃଜନ ଆଧାରିତ ନୂତନ ପ୍ରଯୁକ୍ତି ବିଦ୍ୟା, ସ୍ମାର୍ଟ କ୍ଲାସ ରୁମ୍ ଏବଂ କ୍ରୀଡ଼ା ସହ ଅନ୍ୟାନ୍ୟ ଦିଗକୁ ଗୁରୁତ୍ୱ ଦିଆଯିବ। ଜାତୀୟ ଶିକ୍ଷା ନୀତିର ପ୍ରୟୋଗଶାଳା ଭାବରେ ଏହି ସ୍କୁଲ ନିଜର ଅଭିଜ୍ଞତା, ସମାର୍ଗିକ ଆଲୋଚନାତ୍ମକ ପଦ୍ଧତି ଏବଂ ଶିକ୍ଷଣ କେନ୍ଦ୍ରୀୟ ପଦ୍ଧତି ମାଧ୍ୟମରେ ଏକବିଂଶ ଶତାବ୍ଦୀର କୌଶଳ, ମାନବବାଦୀ ଦୃଷ୍ଟିକୋଣ, ବ୍ୟକ୍ତିତ୍ୱ ଗଠନ କରିବାରେ ସହାୟକ ହେବ। ଖବର ନମ୍ବର 27 ଲକ୍ଷ୍ମୀ ବସ୍ରେ ଲାଗିନଥିଲା ରଙ୍ଗ, କେବଳ ଷ୍ଟିକର ଲାଗିଥିଲା। ଲକ୍ଷ୍ମୀ ବସ୍ରେ ଲାଗିନଥିଲା ରଙ୍ଗ, ବରଂ କେବଳ ଷ୍ଟିକର ଲଗାଯାଇଥିଲା। ନିର୍ବାଚନ ପରେ ଷ୍ଟିକର ବାହାରି କରିଦେଇଥାନ୍ତେ। ସେହି ଯୋଜନାକୁ ବନ୍ଦ କରିଦେଇଥାନ୍ତେ। ଯଦି ଲକ୍ଷ୍ମୀ ବସ୍ ଚଳାଇଥାନ୍ତେ ତାହାହେଲେ ରଙ୍ଗ ଲଗାଇଥାନ୍ତେ। ଲକ୍ଷ୍ମୀ ବସ୍ର ରଙ୍ଗ ପରିବର୍ତ୍ତନ ପ୍ରସଙ୍ଗରେ ଆଜି ଏଭଳି ମନ୍ତବ୍ୟ ରଖିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା। ସେ କହିଛନ୍ତି, ଲକ୍ଷ୍ମୀ ବସ୍ରେ ଗୋଟିଏ ଦଳର ସିମ୍ବଲ ଲାଗିଥିଲା। ଷ୍ଟିକର ବାହାର କଲା ପରେ ବସ୍ ଅସୁନ୍ଦର ଦେଖାଗଲା। ତେଣୁ ପୁରୁଣା ଓଡ଼ିଶା ଷ୍ଟେଟ୍ ଟ୍ରାନ୍ସପୋର୍ଟ ବସ୍ ସେବା ବେଳର ରଙ୍ଗ ଅରେଞ୍ଜ ଲଗାଯାଇଛି। ତାକୁ ଯଦି ବିଜେପି ରଙ୍ଗ କୁହାଯିବ ଆମେ ସ୍ୱାଗତ କରିବୁ ବୋଲି କହିଛନ୍ତି। ଆମେ କୌଣସି ଦଳୀୟ ଗନ୍ଧ ଆସିଲା ଭଳି ରଙ୍ଗ ଦେଇନାହିଁ। ଖବର ନମ୍ବର 28 ମହମ୍ମଦ ସିରାଜଙ୍କୁ ମିଳିବ ଜମି ଓ ସରକାରୀ ଚାକିରି। ଟିମ୍ ଇଣ୍ଡିଆ ଟି20 ବିଶ୍ୱକପ୍ 2024 ଜିତିଥିବା ବେଳେ ଏହାର ସଦସ୍ୟ ଥିବା ମହମ୍ମଦ ସିରାଜଙ୍କୁ ତେଲେଙ୍ଗାନା ସରକାର ପୁରସ୍କୃତ କରିଛନ୍ତି। ତାଙ୍କୁ ଏକ ଜମି ଓ ସରକାରୀ ଚାକିରି ଦେବାକୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବାନ୍ତ ରେଡ୍ଡି ଘୋଷଣା କରିଛନ୍ତି। ହାଇଦ୍ରାବାଦ କିମ୍ବା ଏହା ଆଖପାଖ ଅଞ୍ଚଳରେ ମହମ୍ମଦ ସିରାଜଙ୍କ ପାଇଁ ଘର ତିଆରି କରିବା ନିମନ୍ତେ ଏକ ଉପଯୁକ୍ତ ଜମି ଚିହ୍ନଟ କରିବା ପାଇଁ ମୁଖ୍ୟମନ୍ତ୍ରୀ ରେବାନ୍ତ ରେଡ୍ଡି ସରକାରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ସିରାଜଙ୍କୁ ଏକ ସରକାରୀ ଚାକିରି ଦେବା ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ସେ କହିଛନ୍ତି। ଖବର ନମ୍ବର 29 ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଭାରତୀୟ ଇସ୍ପାତ ସଂଘ ସଭାପତି ନବୀନ ଜିନ୍ଦଲ। ରାଜ୍ୟ ଅତିଥି ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଛନ୍ତି ଜେଏସ୍ପିଏଲ୍ ମୁଖ୍ୟ ନବୀନ ଜିନ୍ଦଲ। ଭାରତୀୟ ଇସ୍ପାତ ସଂଘ ପକ୍ଷରୁ ସୌଜନ୍ୟମୂଳକ ଭାବେ ସାକ୍ଷାତ କରିଛନ୍ତି। ବିଭିନ୍ନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ସହ ସେ ଆଲୋଚନା କରିଛନ୍ତି। ଏହି ଅବସରରେ ଅନୁଗୁଳ ଜିନ୍ଦଲ ପ୍ଲାଣ୍ଟ ବିଶ୍ୱର ସର୍ବବୃହତ ଷ୍ଟିଲ୍ ପ୍ଲାଣ୍ଟ ହେବ ବୋଲି ସେ କହିଛନ୍ତି। ଅନୁଗୁଳ ଜିଲ୍ଲାରୁ ବାର୍ଷିକ 12 ନିୟୁତ ଟନ୍ ଇସ୍ପାତ ଉତ୍ପାଦନ କରାଯିବ। ଆଗକୁ ଜିନ୍ଦଲ ପ୍ଲାଣ୍ଟର ଉତ୍ପାଦନ କ୍ଷମତା 25 ନିୟୁତ ଟନ୍କୁ ବୃଦ୍ଧି କରିବାର ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ଜେଏସ୍ପିଏଲ୍ ମୁଖ୍ୟ ନବୀନ ଜିନ୍ଦଲ। ଖବର ନମ୍ବର 30 ପର୍ଯ୍ୟଟକ ଉପଭୋଗ କରିପାରିବେ ସାଉଦିର ରାଜକୀୟ ଜୀବନ। ଅର୍ଥନୀତିକୁ ମଜବୁତ କରିବା ପାଇଁ ସାଉଦି ଆରବ ନୂଆ ଯୋଜନା। ପର୍ଯ୍ୟଟକକୁ ପ୍ରୋତ୍ସାହିତ କରିବା ପାଇଁ ସାଉଦି ସରକାର ପ୍ରଥମେ ଭିଜା ନିୟମକୁ କୋହଳ କରିଥିଲେ। ଏବେ ପର୍ଯ୍ୟଟକ ଉପଭୋଗ କରିପାରିବେ ରାଜକୀୟ ଜୀବନ। ବର୍ତ୍ତମାନ ରାଜପ୍ରସାଦକୁ ଭଡ଼ାରେ ଦେବାକୁ ପ୍ରସ୍ତୁତି ଚଳାଉଛି ସାଉଦି। ବର୍ତ୍ତମାନ ପର୍ଯ୍ୟଟନ ବୃଦ୍ଧି ଲକ୍ଷ୍ୟରେ ସାଉଦି ଆରବ ମଧ୍ୟ ଏହାର ପୂର୍ବତନ ଶାସକ ସୌଦ ବିଲ୍ ଅବଦୁଲ୍ଲାଜିଜଙ୍କ ପ୍ରାସାଦକୁ ଭଡ଼ାରେ ଦିଆଯିବ। ପର୍ଯ୍ୟଟକମାନେ ଏହି ପ୍ରାସାଦରେ ରାତି ବିତାଇ ପାରିବେ। 3,65,000 ବର୍ଗ ଫୁଟର ବିଶାଳ ପ୍ରାସାଦ ଆଧୁନିକ ସାଉଦି ଆରବର ଦ୍ୱିତୀୟ ଶାସକ
ସୌଦ ବିନ୍ ଅବଦୁଲ୍ଲା ଜିଜଙ୍କ ଘର ଥିଲା।